ଆଜ୍ଞା ମୁଁ ଗୋଟେ ଯୋଉ ସରକାରୀ ଚାକିରିଆଙ୍କ ବିଷୟରେ ମାନେ ଯୋଉମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଷ୍ଟ୍ରାଇକ୍ କରିଛନ୍ତି ତ ମୁଁ ତାଙ୍କର କେତେ ଦିନ ଛୁଟି ଟିକେ ହିସାବ କରିଦେଇଥିଲି ତ କିଛି ଲୋକଙ୍କୁ ଭାରି ଆଘାତ ଦେଇଛି ସେଥିପାଇଁ ମୁଁ ଦୁଃଖିତ। ସେମାନେ କହିଛନ୍ତି ଆମ କାମ ଟିକେ ହିସାବ କରନ୍ତୁ। କାମ ହିସାବ କରୁନ ତମେ କର ହେଇକି 5 ଘଣ୍ଟା 6 ଘଣ୍ଟା କରିବ ଠିକ୍ ଅଛି। କରିସାରିଲା ପରେ ବି 6 ଘଣ୍ଟା 8 ଘଣ୍ଟା କର 10 ଘଣ୍ଟା କର। ଆରେ ଲୋକମାନେ 10 ଘଣ୍ଟା ବି ପରିଶ୍ରମ କରିକି କେତେ ଟଙ୍କା ପାଉଛନ୍ତି କହିବାକୁ ପଡ଼ିବନି, ତମମାନେ ସମସ୍ତେ ଜାଣିଛ। ତଥାପି ଏମାନଙ୍କୁ ସର୍ଟ ତଥାପି ଏମାନଙ୍କୁ ସର୍ଟ ଯଦି ଯେଉଁମାନଙ୍କୁ କମ୍ ଲାଗୁଛି ସେମାନେ ଚାକିରି ଛାଡ଼ି ଦିଅନ୍ତୁ, ହାଇୟର ଷ୍ଟଡି କରନ୍ତୁ। ହାଇୟର ଷ୍ଟଡି କରିକି ବଡ଼ ବଡ଼ ଚାକିରି ବଜାନ୍ତୁ, ପାଇବେ। ଯେଉଁମାନେ ତମେ ଟ୍ୟୁସନ୍ ମାନେ ଯେଉଁମାନେ ଚାକିରି କରୁଛ ସେଇମାନେ ବା ଟ୍ୟୁସନ୍ କରି 15,000 20,000 30,000 ଇନକମ୍ କରୁଥିବ, ସେଟା ବି ଛାଡ଼ି ଦିଅ। ଯଦି ହାଇୟର ଷ୍ଟଡି ନ କରିପାରିବ ଚାକିରି ଛାଡ଼, ଘରେ ବସ ପଢ଼ାପଢ଼ି କର, ନହେଲେ ଅଲ୍ଟରନେଟିଭ୍ ଉପାୟ ଚିନ୍ତା କର କେମିତି ଅଧିକା ପଇସା ଇନକମ୍ ହେବ। ଏଠି ଆସି କମ୍ପ୍ଲେନ୍ କରନି। ସରକାର କ'ଣ ବିକିକି ତମକୁ ଦେବ ନା ଓଡ଼ିଶା ସରକାର ନିଜକୁ ଭାଙ୍ଗିକି ଭୁଙ୍ଗିକି ତମକୁ ଦେବ?